2019 केंद्र सरकार को आईन अनुसार चिटफंड संस्था मानक निवेश होता टंका 180 दिन मध्य फेरस्त निष्पत्ति होता। तेज दीर्घ 7 वर्ष पर भी यह आईन कार्यकारी हो पारुनी। यासह 2024 रे ओडिशा सरकार ठक कंपानी निवेशक मानक टंका युद्धकालीन भित्तिरे फेरस्त हेबो बोली कहिथिले, किंतु एपर्यंत ताहा कार्यकारी होई नाही। एपरि एक चिटफंड संस्था हेउची समृद्ध जीवन फूड्स इंडिया और अन्य एक हेउची समृद्ध जीवन मल्टीस्पेक्ट मल्टीपर्पज कोऑपरेटिव सोसाइटी। ଏହି ସଂସ୍ଥା 2007 ରୁ 2016 ମଧ୍ୟରେ ଓଡ଼ିଶାର 30ଟି ଜିଲ୍ଲାରେ 35ଟି ଶାଖା କାର୍ଯ୍ୟାଳୟ ଖୋଲି 30,000 ଏଜେଣ୍ଟଙ୍କ ଜରିଆରେ 2 ଲକ୍ଷ ଗ୍ରାହକ ସୃଷ୍ଟି କରି ପ୍ରାୟ 400 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଛି। 2016 ମସିହାରେ ସଂସ୍ଥାର ମାଲିକ ମହେଶ କିଶନ ମତୁୱାରଙ୍କୁ ଓଡ଼ିଶା ପୁଲିସ ମହାରାଷ୍ଟ୍ରରୁ ଗିରଫ କରି ଓଡ଼ିଶା ଆଣି 7 ବର୍ଷ ପର୍ଯ୍ୟନ୍ତ ଚୌଦ୍ୱାର ଜେଲରେ ରଖିଥିଲା। ଏହାପରେ ମହେଶ 2023 ରେ ଜାମିନରେ ଆସି ଦୌଲତ ପ୍ରାଇଡ୍ ନାମକ ଅନ୍ୟ ଏକ ସଂସ୍ଥା ଖୋଲି ଅଧିକ ଲାଭର ଲୋଭ ଦେଖାଇଥିଲେ, କିନ୍ତୁ 3 ବର୍ଷ ହେବ ସେହି ସଂସ୍ଥାରୁ ବି ଟଙ୍କା ମିଳୁନି। ମୁଁ ମଙ୍ଗଳ ବିଶ୍ୱାଳ କହୁଥିଲି। ଓଡ଼ିଶା ସମୃଦ୍ଧ ଜୀବନ ପରିବାର ତରଫରୁ ଟୋଟାଲ ଓଡ଼ିଶାରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ବି ଦେଇଛୁ, ଆମେ ଏସପି କଲେକ୍ଟର ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ ବି ଦିଆ ସରିଛି। ବଟ୍ ଏବେ ଆମର ଗୁହାରି ଆପଣଙ୍କ ମାନଙ୍କ ମାଧ୍ୟମରେ ଯେ ଆମେ ମୋହନ ଚରଣ ମାଝୀ ସାର୍ଙ୍କୁ ଯୋଉ ଚିଠି ଦେଲୁ, ଚିଠି ଦେଇ ସାରିଲା ପରେ ତାର ପ୍ରତି ଉତ୍ତର କ'ଣ ହେବ ଆମେ ତ ଜାଣିନୁ, କିନ୍ତୁ ଆପଣଙ୍କ ପାଖରେ ବିନୀତ ନିବେଦନ ଏହା କି ଯେ ଗଭର୍ଣ୍ଣମେଣ୍ଟର ପ୍ରୋଟୋକଲ ବାହାରୁ ଯେ ସାଧାରଣ ଜମାକାରୀ ତାଙ୍କର ପ୍ରସ୍ତାବ ରଖିପାରିବେ, ଯେହେତୁ କି ଯୋଉ ସାଧାରଣ ଜମାକାରୀଙ୍କ ଚିହ୍ନଟ ଆର୍ଆଇ ଠୁ ଆରମ୍ଭ ହୁଏ ସେ ଟାଇପର ସିଷ୍ଟମ ଇମ୍ପ୍ଲିମେଣ୍ଟ କରନ୍ତୁ, ସାଧାରଣ ଜନତା ଉପକୃତ ହୁଅନ୍ତୁ ଆଉ ସାଧାରଣ ଜନତା ତାଙ୍କର ଦେଇଥିବା ରକମ ଫେରି ପାଆନ୍ତୁ। ଏହା ଆପଣମାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ପାଖକୁ ଆମର ଅନୁରୋଧ ଯେ ଏହା କାମରେ ଲଗାନ୍ତୁ। ତଥା ଯୋ ପୁରୁଣା ସରକାର ମଧ୍ୟ କର୍ପୋରେଟ ଫଣ୍ଡ ନାଁରେ ମଧ୍ୟ ଜମାକାରୀଙ୍କ ପାଇଁ କିଛି ଟଙ୍କା ବି ରଖିଥିଲେ, ସେ ପୁରେ ଆମେ ଚାହୁଁନୁ, କିନ୍ତୁ ସେମାନଙ୍କର ଗୋଟେ ଲିଷ୍ଟ ବି ଥିଲା, ସେ ଲିଷ୍ଟ ଭିତରେ ଆମେ ନାହୁଁ। କିନ୍ତୁ ସେ ଲିଷ୍ଟକୁ ଆଣିବା ପାଇଁ ଆମେ ପ୍ରତ୍ୟେକ ଡିଷ୍ଟ୍ରିକ୍ଟର କଲେକ୍ଟର ଏସପି ପାଖକୁ ଖବର ଦେଲେ ସୁଦ୍ଧା ସେମାନଙ୍କର ରିପ୍ଲାଇ ଆମ ପାଖକୁ ଆସିଛି ଯେ ଆମେ ସିବିଆଇ ପ୍ଲସ୍ ଇଡି ପାଖକୁ ଏ ଖବର ଦେଇ ଦେଇଛୁ, କିନ୍ତୁ ଇଡି ପାଖକୁ ଯଦି ଖବର ଯାଇଛି ତାହେଲେ ପ୍ରୋଟୋକଲରେ ଆମର ନାଁ କାହିଁକି ବାହାରୁନି? ଯଦି ପରମିଶନ କଥା କହୁଛନ୍ତି, ଦି ଫ୍ରୁଟ୍ସ ଇଣ୍ଡିଆ ଲିମିଟେଡର ପରମିଶନ 18 ଷ୍ଟେଟ ରୁ ଥିଲା। ପ୍ରଥମେ 18 ଷ୍ଟେଟ ସହିତ ସେ ଫ୍ରୁଟ୍ସ ଇଣ୍ଡିଆ ଲିମିଟେଡ ରହି ଚଲେଇଲା, ତାପରେ ତାକୁ ଅନ୍ୟ ନାଁ ଚେଞ୍ଜ କରିଛି, କିନ୍ତୁ 2012 ବେଳକୁ ସେ ମଲ୍ଟି ଷ୍ଟେଟ ମଲ୍ଟିପର୍ପଜ କୋଅପରେଟିଭ ସୋସାଇଟିକୁ ଆସିଲା। 2012 ରେ 7ଟା ଷ୍ଟେଟର ପରମିଶନ ଥିଲା। ଜଣେ ସ୍ୱାବଲମ୍ବୀ ମହିଳା ହିସାବରେ ବିନମ୍ର ଅନୁରୋଧ କରି ସରକାରଙ୍କୁ ଜଣାଉଅଛି କି ଯେ ଆମେ ଦୀର୍ଘ 8 ବର୍ଷ ତଳେ ଏକ କମ୍ପାନୀରେ କାମ କରିଥିଲୁ, ଯାହାର ନାଁ ଥିଲା ମଲ୍ଟି ଷ୍ଟେଟ ମଲ୍ଟିପର୍ପଜ କୋଅପରେଟିଭ ସୋସାଇଟି ଓ ଅନ୍ୟ ଗୋଟେ ନାମ ଥିଲା ମଲ୍ଟି ଷ୍ଟେଟ ଫୁଡ୍ ସପ୍ଲିମେଣ୍ଟ ଇଣ୍ଡିଆ। କିନ୍ତୁ ଆମେ ଜାଣିନଥିଲୁ ଯେ ସେଇଟା ଏକ ଚିଟଫଣ୍ଡ ସଂସ୍ଥା, କିନ୍ତୁ ପୂର୍ବରୁ କହିଥିଲେ। କିନ୍ତୁ ଯେହେତୁ ଆମେ ମହିଳାମାନଙ୍କୁ ସରକାର ପ୍ରୋତ୍ସାହନ ଆଜିକା ଡେଟ୍ରେ ଦେବାରୁ ଆମେ ବି ସେତେବେଳେ ସ୍ୱାବଲମ୍ବୀ ମହିଳା ହିସାବରେ ଆଗକୁ ଯାଇ ନିଜ ପରିବାରକୁ ସ୍ୱାବଲମ୍ବୀ କରିବାକୁ ଏକ ସଂସ୍ଥାରେ ଫସିଗଲୁ, ଯାହା ଥରେ ଆମେ ଦେଖିଥିଲୁ ଯେ 2006ରୁ କାମ କରୁଥିଲା, ଆମେ 2011ରେ ଜଏନିଂ କଲୁ। କିନ୍ତୁ ସେତେବେଳକୁ 36ଟା ଜିଲ୍ଲାରେ ସେ କାମ କରିସାରିଥିଲା ଓ 37ଟା ବ୍ରାଞ୍ଚ ଥିଲା, ତାର 20 ଲକ୍ଷ ଏଜେଣ୍ଟ କାମ କରୁଥିଲେ, ତତ ମଧ୍ୟରୁ 12 ଲକ୍ଷ ଏଜେଣ୍ଟ ହେଉଛନ୍ତି ମହିଳା। କିନ୍ତୁ ଯେହେତୁ କ'ଣ ହେଲା, କୌଣସି କାଳକ୍ରମେ ସଂସ୍ଥାଟି ଫସିଗଲା ଓ ସରକାର ତାକୁ ବନ୍ଦ କରିଦେଲେ। ବନ୍ଦ କରିଦେଲା ଫଳରେ ଆଜି 12 ଲକ୍ଷ ମହିଳା ରାଜରାସ୍ତାକୁ ଓହ୍ଲେଇଲେଣି। ମୋ ନାଁ ମାଧବ ରାଉତ, ମୋ ଘର ହେଉଛି ବାଜପୁରା ମାହାଙ୍ଗା ଥାନା। ମୁଁ ସମୁଦ୍ର ଜୀବନରେ କାମ କଲା ଭିତରେ ପ୍ରାୟ ମୋର 200 ଖଣ୍ଡେ ଏଜେଣ୍ଟ ମୁଁ ଦେଇଥିଲି। ଏଜେଣ୍ଟଙ୍କ ଭିତରୁ ମୁଁ କିଛି ଲୋକଙ୍କର ପଇସା ପେମେଣ୍ଟ କରିଛି, ତାପରେ ନାଇଁ କମ୍ପାନୀରୁ କିଛି ପଇସା ପେମେଣ୍ଟ କରାଯାଇଛି। ତାପରେ 30ଟା ଚେକ୍ ପାଇଥିଲା ପରେ ତାକୁ ଗଭର୍ଣ୍ଣମେଣ୍ଟ ସିଜ୍ କଲେ। ସିଜ୍ କଲା ପରେ କୌଣସି ଉପାୟ ନ ପାଇ ମୁଁ ସିବିଆଇ ଅଫିସରେ ହାଜର ହେଲି। ସିବିଆଇ ଅଫିସରେ ଗୁହାରି ଜଣେଇଲା ପରେ ସେମାନେ ଆମ ଘରକୁ ଆସିଲେ। ଆମ ଘରେ ଆସି କାଗଜପତ୍ର ସବୁ ଦେଖିଲେ, ଆଉ ଚେକ୍ ବି ନେଲା ପରେ କହିଲେ ତ ପଇସା ସମସ୍ତ ପାଇବ, ଆଉ ଟିକେ ଅପେକ୍ଷା କର। ଗଲା ପରେ ବର୍ଷେ ଖଣ୍ଡେ ଗଲା ପରେ ପୁଣି ଯାଇକି ସିବିଆଇ କତିରେ ଫେରାଦ ହେଲୁ, ସାର୍ କାହିଁ ପଇସା ପାଉନୁ? ନା ଆମେ ତ ସବୁ କାଗଜପତ୍ର କୋର୍ଟକୁ ପଠେଇ ଦେଇଛୁ, ଆଉ ଆମେ କ'ଣ ତବୁ ପଇସା ଦେବୁ ନା କ'ଣ?
ସେଠୁ କ'ଣ କଲୁ ସେ ଫେରିକିରି ଆସିଲୁ। ତେବେ ଗରିବ ଖଟିଖିଆ ଲୋକଙ୍କ ଟଙ୍କା ଫେରି ପାଇବା ନିମନ୍ତେ ଲୋକନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୃଦ୍ଧ ଜୀବନ ଫୁଡ୍ସ ଇଣ୍ଡିଆ ଓ ସମୃଦ୍ଧ ଜୀବନ ମଲ୍ଟିସ୍ପେକ୍ଟ ମଲ୍ଟିପର୍ପୋଜ କୋଅପରେଟିଭ ସୋସାଇଟି ଏଜେଣ୍ଟ ଓ ଗ୍ରାହକ ପିରୋଚି ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। अशोक कुमार फाल मु समृद्ध जीवन एजेंट थी आज समृद्ध जीवन पैसा बहुत लोक गाड़ी गुल शुणुची समस्ते मारिया पिटिया भी आसुँच तेणुक आम ओडिशा सरकार को निवेदन जे आमर सबू समृद्ध जीवन जो गरीब खटिकिया माने जो जमा रखिले पैसा केमी फेरस्त करा तेणुक आम आगु लेटर भी देइथिलु कहीं ना आमर जो कंपनी थिला 2016 बंद है आम चिटफंड रे किसी नथिला 2017-16 पण चलतिला 2013 चिटफंड बंद है 2016 नथिला तेणुक आमर बंद नथिला आमर कोऑपरेटिव सोसाइटी थिला से हिसाब रे जतो जेल है 2016 रे महेश भतवार को से कौन गोटे केस थिला गोटे तालचेर रे से केस हिसाब रे आनिक चिटफंड केस ताकू ना जोड़िकी रखिले 7 वर्ष 14 दिन से जेल रही गला सी बाहर समस्त पैसा देवी बोली कहला प्रतिश्रुति देला तेणुक आम तुनी पड़ी रही से पैसा देवी 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 बोली आउ गोटे जो दौलत प्राइड कंपनी ना रे सी आज समस्त को लुटिबार चलती से महेश मतेवार पुणे महाराष्ट्र पुणे महेश किशन मतेवार जो आज आउ अन्य लोक पैसा जो लुटिबार चलती दौलत प्राइड ना रे। कटक जयदेव पाणी रिपोर्टर्स टुडे।